ତୁମ୍ଭେମାନେ ବାହାରେ ଯାଇ ମୁକୁଟଭୂଷିତ ସୋଲୋମନ ରାଜାଙ୍କୁ ଦେଖ। 100 କିଲୋମିଟର ବାଟ ଦାଉଦ ସନ୍ତାନ ବୋଲି ପ୍ରାର୍ଥନା କରୁଛନ୍ତି କାହିଁକି ଆସିଥିଲେ? ଆଉ ତାଙ୍କ ବିଷୟରେ ଆମେ ଦେଖୁ ସେ 10 ଅଧ୍ୟାୟର 7 ପଦରେ ଦେଖନ୍ତୁ ଅର୍ଦ୍ଧେକ ମତେ କୁହାଯାଇ ନଥିଲା, ଅର୍ଥାତ୍ ସେ ଯାହା ଶୁଣିଥିଲା ଅଧା ମଧ୍ୟ ନଥିଲା। ସେ ମୁକ୍ତ କଣ୍ଠରେ ସ୍ୱୀକାର କରୁଛନ୍ତି, behold the half was not told me, ଅର୍ଧେକ ମତେ କୁହାଯାଇ ନଥିଲା। ଏ କଥା ସେ କହିଲେ ଏବଂ ତା ତଳ ପଦ ବିଷୟ କହିଥିଲେ। ସମସ୍ତେ ଯେଉଁମାନେ ପାରିବେ ଟିକେ ଠିଆ ହେବେ। ପ୍ରଥମ ରାଜାବଳୀ 10 ଅଧ୍ୟାୟ 8 ପଦକୁ ଠିଆ ହେଇ ଆମେ ଆଲୋଚନା କରିବା। ଯେଉଁମାନେ ଠିଆ ହେବା ପାଇଁ ପାରିବେ ସେମାନେ ଠିଆ ହେବେ, ଯେଉଁମାନେ ଠିଆ ହେବା ପାଇଁ ଅସୁବିଧା ସେମାନେ ବସିପାରିବେ ବାଧ୍ୟତାମୂଳକ ନୁହେଁ। ପ୍ରଥମ ରାଜାବଳୀ 10 ଅଧ୍ୟାୟ 8 ପଦଟିକୁ ଆମେ ଆଉ ଆଲୋଚନା କରିବା। ଶିବା ଦେଶର ରାଣୀ ସୋଲୋମନକୁ ଏଇ କଥା କହୁଛନ୍ତି, ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ଶିବା ଦେଶ ରାଣୀ ସୋଲୋମନକୁ କହୁଛନ୍ତି, ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ସମସ୍ତେ କୁହନ୍ତୁ ନିତ୍ୟ 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 ନିତ୍ୟ। ତାର ଅର୍ଥ ନୁହେଁ ଯେ ରବିବାର ଦିନ ଥରେ ଘଣ୍ଟାଟେ ଆସି ବସି ଶୁଣୁଥିଲେ, ଏମିତି ନୁହେଁ। ନିତ୍ୟ ଅର୍ଥାତ୍ ପ୍ରତିଦିନ ସୋଲୋମନଙ୍କ ଦରବାରକୁ ଲୋକମାନେ ଆସି ତାଙ୍କ ଜ୍ଞାନର କଥା ଶୁଣୁଥିଲେ। ନିତ୍ୟ ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ, ସମସ୍ତେ କୁହନ୍ତୁ ଛିଡ଼ା ହୋଇ, ଛିଡ଼ା ହୋଇ, ଛିଡ଼ା ହୋଇ, ଛିଡ଼ା ହୋଇ ସେଇରେ ବସି ଶୁଣୁନଥିଲେ, ଛିଡ଼ା ହୋଇ ଶୁଣୁଥିଲେ। ଦିନେ ଦି ଦିନ ନୁହେଁ, ପ୍ରତିଦିନ। ଶିବାର ରାଣୀ ଏ କଥା କହୁଛନ୍ତି ସୋଲୋମନକୁ, ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ଧନ୍ୟବାଦ। ବସନ୍ତୁ। ଏଇଗଲା 8 ପଦର କଥା। ତା ତଳ ପଦରେ ସେ ସ୍ୱୀକାର କରୁଛନ୍ତି 9 ପଦରେ, ଆପଣଙ୍କ ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ। ଜଣେ ବିଜାତି ମହିଳା ସ୍ୱୀକାର କରି କହୁଛନ୍ତି ସୋଲୋମନକୁ, ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ। 8 ପଦରେ କହିଲେ, ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ତେବେ ଶିବା ଦେଶର ରାଣୀ ସୋଲୋମନଙ୍କ କତିକି ଆସିଥିଲେ। ଯେଉଁ ସୋଲୋମନ ରାଜସିଂହାସନରେ ବସୁଥିଲେ, ମୁକୁଟଭୂଷିତ ସୋଲୋମନ, ତାଙ୍କ ମା ବତ୍ସବା ତାଙ୍କୁ ସେଇ ସିଂହାସନର ଅଧିକାରୀ ହେବା ପାଇଁ ଚେଷ୍ଟା କରିଥିଲେ। ସେ କଥା ଟିକେ ଟିକେ ଆଲୋଚନା କରିବା ପାଇଁ ଆମ ହାତରେ ସମୟ ନାହିଁ। ସେଇ ସୋଲୋମନ କତିକି ଆସିଥିଲେ। ଯେତେବେଳେ ସେ ଆସିଥିଲେ, ତାଙ୍କର ଏଇ କଥାକୁ ଯୀଶୁଖ୍ରୀଷ୍ଟ ଉଦ୍ଧୃତ କରି ନୂତନ ନିୟମରେ କହୁଛନ୍ତି। ମାଥ୍ୟୁ 12:42 ପଦରେ, ଆଉ ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେ ସୋଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ। ଆଉ ଦେଖ, ସୋଲୋମନଙ୍କ ଅପେକ୍ଷା ମହତ୍ ବିଷୟ ଏହି ସ୍ଥାନରେ ଅଛି। ଆଉ ନିଜେ ଯୀଶୁଖ୍ରୀଷ୍ଟ ଶିବାର ରାଣୀଙ୍କ ବିଷୟରେ এই କଥା ପ୍ରକାଶ କରୁଛନ୍ତି। ଆଉ ଦେଖ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେ ସୋଲୋମନଙ୍କ ଜ୍ଞାନର କଥା ଶୁଣିବାକୁ
ପୃଥିବୀର ପ୍ରାନ୍ତରୁ ଆସିଥିଲେ। ଆଉ ଦେଖ ସୋଲୋମନଙ୍କ ଅପେକ୍ଷା ମହତ୍ ବିଷୟ ଏହି ସ୍ଥାନରେ ଅଛି। ନିଜେ ଯୀଶୁ ଖ୍ରୀଷ୍ଟ এই কথা କହିଛନ୍ତି। ଆଉ ଏହି ଗୋଟିଏ ବାକ୍ୟ ପବିତ୍ର ଆତ୍ମା 2 ଥର ଲେଖିଛନ୍ତି। ଆଉ ଥରେ ଲୁକ 11:31 ପଦରେ ମଧ୍ୟ ଯୀଶୁ ଯାହା କହିଛନ୍ତି ସେଇ କଥା ଲେଖା ଅଛି। ମନେ ରଖୁ, ଯଦି ପବିତ୍ର ଆତ୍ମା ଗୋଟିଏ ବାକ୍ୟକୁ 2 ଥର ପ୍ରକାଶ କରନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୀଶୁ ଏ କଥା କହିଛନ୍ତି, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେ ସୋଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ। ଯେଭଳି ଆମେ ଶିବା ଦେଶର ରାଣୀଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ନ ହେବୁ, ବିଚାର ଦିନରେ ସେ ଯେଭଳି ଆମକୁ ଦୋଷୀ ନ କରିବେ, ସେଥିପାଇଁ 4ଗୋଟି କଥା କହିବି। ମନେ ରଖୁ, ଆଉ ସେଇ 4ଗୋଟି କଥା ମନେ ରଖି କାର୍ଯ୍ୟରେ ପରିଣତ କରିବା। ଶିବା ଦେଶର ରାଣୀଙ୍କ ବିଷୟରେ ଯୀଶୁ ନିଜେ ଏ କଥା କହୁଛନ୍ତି। ଆଉ ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ। ପ୍ରଥମ ବିଷୟ କ'ଣ, କାହିଁକି? ପ୍ରଥମ ବିଷୟ, ସେ ଦୂର ବାଟରୁ ଆସିଥିଲେ। ପ୍ରାୟ 1500 କିଲୋମିଟର ବାଟ ଅତିକ୍ରମ କରି ଆସିଥିଲେ ସୋଲୋମନଙ୍କ ପାଖକୁ। ସମସ୍ତେ କହିବା ତ ହାଲେଲୁୟା। ହାଲେଲୁୟା। ଆମ ସାହିରୁ ଏ ଚର୍ଚ୍ଚକୁ 1500 ମିଟର ମଧ୍ୟ ନାହିଁ। ସମସ୍ତେ ଆସୁଛନ୍ତି କି? ସେଥିପାଇଁ ବିଚାର ଦିନରେ ଦୋଷୀ ସାବ୍ୟସ୍ତ କରିବା ସୁନିଶ୍ଚିତ। ଯୀଶୁ ଏ କଥା ଯେ କହିଛନ୍ତି, ଆଉ ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ। ପ୍ରଥମ ବିଷୟ, ସେ ଦୂର ବାଟରୁ ଆସିଥିଲେ, ଆମେ ଅଳ୍ପ ବାଟ ଯାଇପାରୁନୁ। ଦ୍ୱିତୀୟ ବିଷୟ, ସେ ରିକ୍ତ ହସ୍ତରେ ଆସିନଥିଲେ, ଖାଲି ହାତରେ ଆସିନଥିଲେ। 10 ପର୍ବ 2 ପଦ ପ୍ରକାରେ ପ୍ରଚୁର ସୁବର୍ଣ୍ଣ ସୁଗନ୍ଧି ଦ୍ରବ୍ୟ ନେଇ ଆସିଥିଲେ। ସୋଲୋମନଙ୍କର କିଛି ଅଭାବ ନଥିଲା, କିନ୍ତୁ ସେ ରିକ୍ତ ହସ୍ତରେ ଆସିନଥିଲେ। ପ୍ରଚୁର ସୁବର୍ଣ୍ଣ ସୁଗନ୍ଧି ଦ୍ରବ୍ୟ ନେଇ ଓଟ ଉପରେ ବୋଝେଇକି ଆସିଥିଲେ ସୋଲୋମନଙ୍କ ପାଖକୁ। ସେ ରିକ୍ତ ହସ୍ତରେ ଆସିନଥିଲେ। ଆମେ ଯେତେବେଳେ ଆମ ପାଖକୁ ଦାନ ପାତ୍ର ଆସେ, ଗୋଟେ ଛୋଟ ନୋଟ୍ ଗୋଟେ ବାହାର କରି ଦେବା। ମନି ପର୍ସରେ ବଡ଼ ବଡ଼ ନୋଟ୍ ଥିଲେ ମଧ୍ୟ ଗୋଟେ ଛୋଟ ନୋଟ୍ ବାହାର କରି ଦେବା। ପ୍ରଭୁଙ୍କ ପାଖକୁ ଗଲାବେଳେ ହାତ ଛୋଟ ହେଇଯାଏ। ମୁଁ ଲକ୍ଷ୍ୟ କରିଥିଲି, ସିଆଡ଼େ ଦାନ ପାତ୍ରରେ ପକେଇକି ଆଉ ସେଠୁ ବାହାର କରୁଥିଲେ ବୋଧେ। ମୁଁ ଲକ୍ଷ୍ୟ କରିଛି। ଏଣିକି ମନେ ରଖିବେ, ଯାହା ଦାନ ଦେବାକୁ ଅଛି ପ୍ରସ୍ତୁତ ହୋଇ ଆସିବେ, ସେ ଦାନ ଥଳିରୁ କେବେ ହେଲେ ଉଠେଇବେ ନାହିଁ। ଏବେ ଶିବା ଦେଶର ରାଣୀ ରିକ୍ତ ହସ୍ତରେ ଆସିନଥିଲେ। ଯଦିବା ସୋଲୋମନଙ୍କର କିଛି ଅଭାବ ନଥିଲା, ସେ ରିକ୍ତ ହସ୍ତରେ ଆସିନଥିଲେ। ପ୍ରଚୁର ସୁବର୍ଣ୍ଣ ସୁଗନ୍ଧି ଦ୍ରବ୍ୟ ନେଇ ସେ ଆସିଥିଲେ। ଆମେ ଯେଭଳି ପ୍ରଭୁଙ୍କ ପାଖକୁ ଗଲାବେଳେ ଆମର ହାତ ଛୋଟ ହେଇନଯାଏ। କେତେ କେତେ ଜାଗାରେ ଦେଖିଛି, 4 ଜଣ 5 ଜଣ ପ୍ରଚାରକ ଯାଆନ୍ତି। ଓ କି ବିଜାର ଏଟା! କି 100 କି 200 ଟଙ୍କା ଦେଇ ପଠେଇ ଦିଅ। ପ୍ରଭୁଙ୍କ ପାଖକୁ ଗଲାବେଳେ ହାତ ଛୋଟ ହେଇଯାଏ। ଥରେ ଗୋଟେ ଘଟଣା କହିବି। ଗୋଟେ ସଭାରେ ମୁଁ ବକ୍ତା ହେଇଥିଲି। ପ୍ରସଙ୍ଗ ପରେ ସେଠିକାର ସଭାପତି ମୋତେ ଚେୟାରରେ ବସେଇଲେ। ଗୋଟେ ଚେୟାରରେ ଅଡ଼ିଏନ୍ସକୁ କହିଲେ, ଶ୍ରୋତାମଣ୍ଡଳୀକୁ ବକ୍ତାଙ୍କ ହାତ ମିଶାଅ, ବର୍ତ୍ତମାନ 15 ମିନିଟ୍ ସମୟ ଦିଆଯାଉଛି। ସେତେବେଳେ ମୋର ମନେ ପଡ଼ିଲା, ଏ ସଭାପତି ମହାଶୟ ଶିବା ଦେଶର ରାଣୀଙ୍କ କଥା ଭଲରେ ପଢ଼ିଛନ୍ତି ଆଉ ଜାଣିଛନ୍ତି। ତେବେ ଶିବା ଦେଶର ରାଣୀଙ୍କ ବିଷୟରେ ଦ୍ୱିତୀୟ ଉତ୍ତମ ଗୁଣ ଆମେ ଦେଖିବାକୁ ପାଉଛୁ, ସେ ରିକ୍ତ ହସ୍ତରେ ଆସିନଥିଲେ। ପ୍ରଭୁ ଯୀଶୁ କହିଛନ୍ତି, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଦୋଷୀ କରିବେ। ତେଣୁ ଆମେ ଦୋଷୀ ସାବ୍ୟସ୍ତ ନ ହେଉ। ବିଚାର ଦିନରେ ପ୍ରଥମ ଉତ୍ତମ ଗୁଣ, ଶିବା ଦେଶର ରାଣୀ
ବହୁତ ଦୂରରୁ ଆସିଥିଲା, ପ୍ରାୟ 1500 କିଲୋମିଟର ଅତିକ୍ରମ କରି ଆସିଥିଲା। ଦ୍ୱିତୀୟରେ ସେ ରିକ୍ତ ହସ୍ତରେ ଆସିନଥିଲା, ପ୍ରଚୁର ସୁବର୍ଣ୍ଣ ସୁଗନ୍ଧି ଦ୍ରବ୍ୟ ନେଇ ଆସିଥିଲା। ତୃତୀୟ କଥା କହିଲି, ସେ ମୂଲ୍ୟବାନ ସମୟ ଦେଇ ଆସିଥିଲା। ସବୁଠାରୁ ମୂଲ୍ୟବାନ ସମୟ ଯଦି ମୁଁ କହିବି, ଟିକେ ମୋତେ ସେ ଛକକୁ ନେଇ ଡ୍ରପ୍ କରିଦେବ କି ବାଇକ୍ରେ, ଲୋକ କହିବେ ଆଇ ହାଭ୍ ନୋ ଟାଇମ୍, ସମୟ ନାହିଁ, କ୍ଷମା କରିବେ ନାହିଁ। ଏମିତି ଲୋକ ମଧ୍ୟ ଅଛନ୍ତି, ଛକକୁ କାହିଁକି ଘରକୁ ନେଇ ଛାଡ଼ି ଆସିବି ବୋଲି ଲୋକ ମଧ୍ୟ ଅଛନ୍ତି। ତେବେ ମୂଲ୍ୟବାନ ସମୟ ଦେଇ ସେ ଆସିଥିଲେ। ପ୍ରଭୁଙ୍କ ନିମନ୍ତେ ଯେଉଁମାନେ ସମୟ ଦିଅନ୍ତି ସେମାନେ ଧନ୍ୟ। ବିଚାର ଦିନରେ ଶିବା ଦେଶର ରାଣୀ ଏଇଥିପାଇଁ ଦୋଷୀ କରିବେ, ଯେଉଁମାନେ ସମୟ ଦେଇ ପାରନ୍ତି ନାହିଁ। ସେ ଗୋଟେ ରାଜ୍ୟର ରାଣୀ ହେଲେ ସୁଦ୍ଧା ମୂଲ୍ୟବାନ ସମୟ ଦେଇ ସଲୋମନଙ୍କ ପାଖକୁ ଆସିଥିଲେ। ପ୍ରଥମେ ଦୂର ବାଟରୁ ଆସିଥିଲେ, ଦ୍ୱିତୀୟରେ ରିକ୍ତ ହସ୍ତରେ ଆସିନଥିଲେ, ତୃତୀୟରେ ମୂଲ୍ୟବାନ ସମୟ ଦେଇ ଆସିଥିଲେ, ଚତୁର୍ଥରେ ସେ ଓଟ ଉପରେ ବସି ଆସିଥିଲେ। ଓଟ ଉପରେ ବସି ଆସିଲେ କେମିତି ଲାଗେ କହିବି, ଟ୍ରାକ୍ଟରରେ ବସିବା ସଙ୍ଗେ ସମାନ। ଯଦି ଓଟରେ କେହି ବସିନାହାନ୍ତି, ବସିବାକୁ ଚେଷ୍ଟା କରନ୍ତୁ। ଗୋପାଳପୁର ନହେଲେ ପୁରୀ ନହେଲେ କଟକ ବାଲିଯାତ୍ରା ଯିବେ ବୋଲି ବସିପାରିବେ। 1500 କିଲୋମିଟର ଟ୍ରାକ୍ଟରରେ ଯଦି ବସି ଆସିବ, ଅଧା ପ୍ରାଣ ଚାଲିଯିବ। କେତେ କଷ୍ଟ! ସେଥିପାଇଁ ଆମେ ଜାଣି ରଖୁ, ପ୍ରଭୁଙ୍କର ବାଟରେ ଯିବା ପାଇଁ ବହୁତ କଷ୍ଟ। ତେବେ ଏଇ 4 ଘଟଣା ବିଷୟକୁ ଆମେ ମନେ ରଖୁ ଆଉ କାର୍ଯ୍ୟରେ ପରିଣତ କରୁ, ଯେଭଳି ଶିବା ଦେଶର ରାଣୀ ବିଚାରରେ ଦୋଷୀ ଗଣିତ ନ କରିବେ। ନିଜେ ଯୀଶୁଖ୍ରୀଷ୍ଟ ଏହି କଥା କହିଛନ୍ତି। ଆଉ ସୁସମାଚାର ପୁସ୍ତକରେ 2 ଥର ଲେଖା ଅଛି, ଗୋଟିଏ ବାକ୍ୟ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେ ସୋଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ। ସମସ୍ତେ କହିବା ହାଲେଲୁୟା। ହାଲେଲୁୟା। ଆକ୍ଷରିକ ସୋଲୋମନ କଥା ଏବଂ ଆକ୍ଷରିକ ସୋଲୋମନଙ୍କ ପାଖକୁ ଯିବା କଥା ଏତିକିରେ ସୀମିତ କରୁଛି। ବର୍ତ୍ତମାନ ଆମେ ଯିବା ଆତ୍ମିକ ସୋଲୋମନଙ୍କ ପାଖକୁ ଯିବା। କାରଣ ପାଉଲ ପ୍ରକାଶ କରନ୍ତି, ଆମେ ଅକ୍ଷରର ସେବକ ନହୁ କିନ୍ତୁ ଆତ୍ମାଙ୍କର ସେବକ। ସେଥିପାଇଁ ଈଶ୍ୱରଙ୍କ ବାକ୍ୟକୁ ସବୁବେଳେ ଆତ୍ମିକ ଭାବେ ଆମେ ଚିନ୍ତା କରୁ। ନ୍ୟୁଜ୍ ପେପର ପଢ଼ିଲା ଭଳି ଆକ୍ଷରିକ ଭାବେ ପବିତ୍ର ବାଇବଲକୁ ପଢ଼ିବା ଉଚିତ ନୁହେଁ। ଆତ୍ମିକ ଭାବେ ଆମେ ଚିନ୍ତା କରିବା ଉଚିତ। ସେଥିପାଇଁ ଯୁଗ ଯୁଗ ଧରି ଏହି ପବିତ୍ର ବାଇବଲ ଅଧ୍ୟୟନ ରିସର୍ଚ୍ଚ କରୁଥିଲେ ବୋଧେ ସରୁନାହିଁ। ଯଦି ନ୍ୟୁଜ୍ ପେପର ଭଳି ଆମେ ଥରେ ପଢ଼ିଥାନ୍ତେ ତାହେଲେ ତାକୁ ଫୋପାଡ଼ି ଦେଇଥାନ୍ତେ। ତେବେ ଆମେ ନିଶ୍ଚିତ ଭାବେ ସେ ଆତ୍ମିକ ବିଷୟକୁ ଆଲୋଚନା କରୁ। ଆଗକୁ ସିଓନର କନ୍ୟାଗଣ, ତୁମେମାନେ ବାହାରେ ଯାଇ ମୁକୁଟଭୂଷିତ ସଲୋମନ ରାଜାଙ୍କୁ ଦେଖ। ସିଓନର କନ୍ୟାଗଣ, ସିଓନର କନ୍ୟାମାନଙ୍କର ଅବସ୍ଥା କେମିତି ଯିଶା ପୁସ୍ତକ 3:16 ପ୍ରକାଶ କରେ। ସେମାନେ ଅହଙ୍କାରିଣୀ, ସେମାନେ ଗ୍ରୀବାସକ୍ତ, ଗିବା ଲମ୍ବାଇ ଗମନ କରନ୍ତି, ଋଣଝୁଣ କରି ଗମନ କରନ୍ତି। ସେମାନଙ୍କର ଆତ୍ମିକ ଜୀବନ ଅଧୋପତନ ହୋଇଥିବା କଥା ଯିଶା ଭବିଷ୍ୟତ ବକ୍ତା ପ୍ରକାଶ କରିଛନ୍ତି। ଏଭଳି ଲୋକମାନଙ୍କ ନିମନ୍ତେ ଚେତାବନୀ ରହିଛି। ଆଗ ସିଓନର କନ୍ୟାଗଣ, ତୁମାନେ ବାହାରେ ଯାଇ ମୁକୁଟଭୂଷିତ ସଲୋମନ ରାଜାଙ୍କୁ ଦେଖ। ଧ୍ୟାନ ଦେଇ ଶୁଣନ୍ତୁ, ଏ ଗପ ନୁହେଁ କି କଳ୍ପିତ କାହାଣୀ ନୁହେଁ କି ଶ୍ରୁତି ମଧୁର କଥା ନୁହେଁ। ପାଉଲଙ୍କ ଭାଷାରେ କହିବାକୁ ଗଲେ ମୁଁ ତୁମମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି। ତେବେ ପବିତ୍ର ବାଇବଲରେ 3 ପୁସ୍ତକ ସ୍ଥାନ ପାଇଛି। ସଲୋମନଙ୍କର ରଚିତ 3 ଗୀତ, ହିତୋପଦେଶ, ଉପଦେଶକ ଓ ପରମ ଗୀତ। ସଲୋମନ କେତେ ଗୀତ ଲେଖିଥିଲେ ଲେଖା ଅଛି। ପ୍ରଥମ ରାଜାବଳୀ 4:32 ପ୍ରକାଶ କରେ। ସେ 3,000 ନୀତି କଥା କହିଲେ ଓ ତାହାଙ୍କର ଗୀତ 1,000
ପାଞ୍ଚ ଥିଲା 4:32 ପ୍ରଥମ ରାଜା ବୋଲି ସେ 300 ନୀତି କଥା କହିଲେ ଓ ତାହାଙ୍କର ଗୀତ 105 ଥିଲା। 105 ବୋଲେ 1005ଟା ଗୀତ ସଲୋମନ ଲେଖିଥିବା କଥା ବାଇବଲ ପ୍ରକାଶ କରେ। କିନ୍ତୁ ଆଉ ସବୁ ଗୀତ ଗଲା କୁଆଡ଼େ? 3 ଗୋଟି ଗୀତ ଶାସ୍ତ୍ରରେ ସ୍ଥାନ ପାଇଛି। ହିତୋପଦେଶ, ଉପଦେଶକ, ପରମ ଗୀତ। କାରଣ ସମାଗମ ତମ୍ବୁରେ ପ୍ରାଙ୍ଗଣ, ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ଥିଲା। ମହାପବିତ୍ର ସ୍ଥାନକୁ ହୋଲି ଅଫ୍ ହୋଲିସ୍ ବୋଲି କୁହାଯାଏ ଏବଂ ପରମ ଗୀତକୁ ସଙ୍ଗ ଅଫ୍ ସଙ୍ଗସ୍ ବୋଲି କୁହାଯାଏ। ସେଥିପାଇଁ ଆମେ ଦେଖୁ ଯୀଶୁ ଖ୍ରୀଷ୍ଟଙ୍କୁ କିଙ୍ଗ ଅଫ୍ କିଙ୍ଗସ୍, ଲର୍ଡ ଅଫ୍ ଲର୍ଡସ୍। ଯେଭଳି ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଙ୍ଗ ଅଫ୍ କିଙ୍ଗସ୍, ଲର୍ଡ ଅଫ୍ ଲର୍ଡସ୍, ସେଇଭଳି ସଙ୍ଗ ଅଫ୍ ସଙ୍ଗସ୍। 3ଟି ଗୀତ ଶାସ୍ତ୍ରରେ ସ୍ଥାନ ପାଇଥିବା ବିଷୟ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ତେବେ ଏହା ହେଉଛି ସଲୋମନଙ୍କ ଗୀତ ସଙ୍ଗ ଅଫ୍ ସଙ୍ଗ। ସେଇଥିରୁ ଆମେ ଆଲୋଚନା କରିବୁ। ଆମ ଅକ୍ଷରର ସେବକ ନଉ କିନ୍ତୁ ଆତ୍ମାଙ୍କର ସେବକ। ଆକ୍ଷରିକ ସଲୋମନ କଥା ଚୁମ୍ବକରେ କହିଲି, ଏବେ ଆତ୍ମିକ ସଲୋମନଙ୍କ କଥା ଆମେ ଆଲୋଚନା କରିବା ଉଚିତ। ଆମେ ଜାଣିଛେ ପରମ ଗୀତ ସଲୋମନଙ୍କ ଦ୍ୱାରା ରଚିତ, ଲିଖିତ। ସେ ଲେଖି ପାରିଥାନ୍ତେ, ଆଗୋ ସିଓନର କନ୍ୟାଗଣ ମୋ ପାଖକୁ ଆସ, ମୁଁ ମୁକୁଟ ଭୂଷିତ ସଲୋମନ, ମତେ ଦେଖ। এটা লেଖିଥିଲେ ଯଥାର୍ଥ ହେଇଥାନ୍ତା। ଆଗୋ ସିଓନର କନ୍ୟାଗଣ ତୁମମାନେ ବାହାରେ ଯାଅ, ମୁକୁଟ ଭୂଷିତ ସଲୋମନ ରାଜାଙ୍କୁ ଦେଖ। ତାର ଅର୍ଥ ଆଉ ଜଣେ ସଲୋମନ ଅଛନ୍ତି ଅନ୍ତରାଳରେ। ନିଜେ ସଲୋମନ ଯିଏକି ପରମ ଗୀତର ଲେଖକ, ସେ କହୁଛନ୍ତି ଆଗୋ ସିଓନର କନ୍ୟାଗଣ ତୁମେ ମୋ ପାଖକୁ ଆସ, ମୁଁ ମୁକୁଟ ଭୂଷିତ ସଲୋମନ, ମତେ ଦେଖ ବୋଲି ଲେଖିଥିଲେ ଯଥାର୍ଥ ହେଇଥାନ୍ତା। ଏବେ ସେ କହୁଛନ୍ତି ଆଗୋ ସିଓନର କନ୍ୟାଗଣ ତୁମମାନେ ବାହାରକୁ ଯାଅ, ମୁକୁଟ ଭୂଷିତ ସଲୋମନ ରାଜାଙ୍କୁ ଦେଖ। ତେବେ ସେଇ ମୁକୁଟ ଭୂଷିତ ସଲୋମନ ଯିଏକି ବାହାରେ ଅଛନ୍ତି, ତାଙ୍କୁ ଖୋଜି ତାଙ୍କ ନିକଟକୁ ଯିବା ଆମର କର୍ତ୍ତବ୍ୟ। ଧ୍ୟାନ ଦେଇ ଶୁଣନ୍ତୁ, ଏ ଗପ ନୁହେଁ କି କଳ୍ପିତ କାହାଣୀ ନୁହେଁ କି ଶ୍ରୁତି ମଧୁର କଥା ନୁହେଁ। ପାଉଲଙ୍କ ଭାଷାରେ କହିବାକୁ ଗଲେ ମୁଁ ତୁମମାନଙ୍କୁ ଗୋଟିଏ ନିଗୁଢ଼ କଥା କହୁଛି। ଆଉ ଧ୍ୟାନ ଦେଇ ଶୁଣନ୍ତୁ, ଏ କଥା ସତ। ମୁଁ ଯଦି ଅଧଘଣ୍ଟା କହିବି, ବଡ଼ ବଡ଼ ବକ୍ତାମାନଙ୍କୁ ସେଇଟା 1.5 ଘଣ୍ଟା ଲାଗିବ। ମୁଁ ଯଦି 1 ଘଣ୍ଟା କହିବି, ତାହେଲେ ସେଇଟା ବଡ଼ ବଡ଼ ବକ୍ତାମାନଙ୍କୁ 3 ଘଣ୍ଟା ଲାଗିବ। ତାର କାରଣ ଅଛି, ତାର ଟେକ୍ନିକ୍ ଅଛି, କାରଣ ଅଛି। ତେବେ 1 ଘଣ୍ଟାରେ 3 ଘଣ୍ଟାର ବାକ୍ୟ ସଂଗ୍ରହ କରୁଛନ୍ତି ବୋଲି ନିଶ୍ଚିତ ହୁଅନ୍ତୁ। ସିଓନର କନ୍ୟାଗଣ ବାହାରେ ଯାଇ ମୁକୁଟ ଭୂଷିତ ସଲୋମନ ରାଜାଙ୍କୁ ଦେଖ। ସଲୋମନ ଶବ୍ଦର ଅର୍ଥ ହିବ୍ରୁ ଭାଷାରେ, କାରଣ ପୁରାତନ ନିୟମ ହିବ୍ରୁ ଭାଷାରେ ବା ଏବ୍ରି ଭାଷାରେ ଲେଖା ଅଛି। ହିବ୍ରୁ ଭାଷାରେ ସଲୋମନ ଶବ୍ଦର ଅର୍ଥ ପିସ୍ ବା ଶାନ୍ତି। ହିବ୍ରୁ ଭାଷାରେ ସଲୋମନ ଶବ୍ଦର ଅର୍ଥ ପିସ୍। ଏଫିସି 2:14 ସାଧୁ ପାଉଲ ପ୍ରକାଶ କରନ୍ତି, ସେ ତ ଆମମାନଙ୍କର ଶାନ୍ତି। ଇଂରାଜୀରେ ହି ଇଜ୍ ଆୱାର ପିସ୍। ସେ ତ ଆମମାନଙ୍କର ଶାନ୍ତି। କିଏ? ଯୀଶୁ ଖ୍ରୀଷ୍ଟ ଶାନ୍ତି। ସେ ହେଉଛନ୍ତି ଆତ୍ମିକ ସଲୋମନ, ସେ ହେଉଛନ୍ତି ଶାନ୍ତି ରାଜା। ସେ ତ ଆମମାନଙ୍କର ଶାନ୍ତି। ସଲୋମନ ଶବ୍ଦର ଅର୍ଥ ଶାନ୍ତି। ଆଗୋ ସିଓନର କନ୍ୟାଗଣ ତୁମମାନେ ବାହାରେ ଯାଅ, ମୁକୁଟ ଭୂଷିତ ସଲୋମନ ରାଜାଙ୍କୁ ଦେଖ। ସେ ତ ଆମମାନଙ୍କର ଶାନ୍ତି। ସେଇ ଶାନ୍ତି ରାଜାଙ୍କ ନିକଟକୁ ଯାଅ। ସିଓନର କନ୍ୟା ମାନେ ମୁକୁଟ ଭୂଷିତ ସଲୋମନ। ଯୀଶୁ ଖ୍ରୀଷ୍ଟ କଣ୍ଟାର ମୁକୁଟ ପିନ୍ଧି ଜେରୁସାଲେମ ନଗର ଦ୍ୱାର ବାହାରେ କ୍ରୁଶାର୍ପିତ ହେଇଥିଲେ। ନଗର ଦ୍ୱାର ବାହାରେ ଯାଇ ମୁକୁଟ ଭୂଷିତ ସଲୋମନ ରାଜାଙ୍କୁ ଦେଖ। ଏଭ୍ରି 13 ପର୍ବ 12 ପଦ ଏହାର ସ୍ପଷ୍ଟୀକରଣ। ଯୀଶୁ ଖ୍ରୀଷ୍ଟ ଆପେ ଆପଣ ରକ୍ତ ଦ୍ୱାରା ପବିତ୍ରୀକୃତ କରିବା ନିମନ୍ତେ ନଗର ଦ୍ୱାର ବାହାରେ ମୃତ୍ୟୁ ଭୋଗ କରିଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜେରୁସାଲେମ ନଗର ଦ୍ୱାର 13 ପର୍ବର 12 ପଦ ଏଭ୍ରି
ମୁଁ କହିସାରିଲିଣି ନଗର ଦ୍ୱାର ବାହାରେ ଯୀଶୁ କ୍ରୁଶାର୍ପିତ ହେଇଥିଲେ। ଏଥି ସକାଶେ ସେ ଆପଣା ରକ୍ତ ଦ୍ୱାରା ପବିତ୍ରୀକୃତ କରିବା ନିମନ୍ତେ ନଗର ଦ୍ୱାର ବାହାରେ କ୍ରୁଶାର୍ପିତ ହୋଇଥିଲେ। ସେହି କ୍ରୁଶାର୍ପିତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି ଜେରୁସାଲେମ ନଗର ଦ୍ୱାର ବାହାରେ କ୍ରୁଶାର୍ପିତ ହୋଇଥିଲେ, ତାଙ୍କ ନିକଟକୁ ଯାଇ ତାଙ୍କର ଶରଣ ନିଅ ଆଗ ସିଓନର କନ୍ୟାଗଣ। ତୁମମାନେ ବାହାରେ ଯାଇ ମୁକୁଟ ଭୂଷିତ ସୋଲୋମନ ରାଜାଙ୍କୁ ଦେଖ। ମୁକୁଟ ଭୂଷିତ କଣ୍ଟାର ମୁକୁଟ ପିନ୍ଧି ଜେରୁସାଲେମ ନଗର ଦ୍ୱାର ବାହାରେ କ୍ରୁଶାର୍ପିତ ହୋଇଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ମୁକୁଟ ଭୂଷିତ ସୋଲୋମନ କଣ୍ଟାର ମୁକୁଟ ପିନ୍ଧିଥିଲେ। ତାଙ୍କ ସେ କ୍ରୁଶ ଉପରେ ଲେଖା ହେଇଥିଲା INRI, Latin abbreviation, Isus Nazarios Rex Iudaram, ନାଜରିତୀୟ ଯୀଶୁ ଯିହୁଦୀ ମାନଙ୍କର ରାଜା, ଏମିତି ଲେଖା ହେଇଥିଲା। ମୁଁ ଆପଣଙ୍କୁ କହିବି, କାରଣ ତୁମେମାନେ ସତ୍ୟ ଜ୍ଞାତ ହେବ, ସେଇ ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। ଅନେକ ବଡ଼ ବଡ଼ ପ୍ରଭୁଙ୍କର ଦାସମାନେ ପ୍ରାର୍ଥନାର ଶେଷ ବେଳେ ନାଜରିତୀୟ ଯୀଶୁଙ୍କ ନାମରେ ମାଗୁଅଛୁ ଏଟା କରିଥାନ୍ତି। ମୁଁ ମଧ୍ୟ କରୁଥିଲି। ମୁଁ କାହିଁକି କରୁନାହିଁ ଏବେ କହିବି। ଆପଣଙ୍କୁ ନାଜରିତୀୟ ଯୀଶୁଙ୍କ ନାମରେ ବୋଲି ପ୍ରାର୍ଥନା କରୁନ ବୋଲି କହୁନି, କିନ୍ତୁ ସତ୍ୟତାକୁ ଆପଣ ଆଗରେ ଉପସ୍ଥାପନ କରିବା ପାଇଁ ଯାଉଛି। ଦିନେ ନାଜରିତର ଲୋକମାନେ ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ପର୍ବତର ତୀଖ ସ୍ଥାନକୁ ଘେନି ଯାଇ ପ୍ରାଣରେ ମାରିଦେବା ପାଇଁ ଚେଷ୍ଟା କରିଥିଲେ। ଲୁକ 4 ଅଧ୍ୟାୟରୁ ଆମେ ଦେଖିବା, 4 ଅଧ୍ୟାୟ 16 ପଦରୁ 30 ପଦ ପର୍ଯ୍ୟନ୍ତ ନାଜରିତର ଘଟଣା। ତାକୁ ସେଦିନ ଧର୍ମ ପୁସ୍ତକ ଦିଆଗଲା। ତାହା ଥିଲା ଗୋଟେ ବିଶ୍ରାମ ବାର ଦିନ। ଆଉ ଲୋକମାନେ କ୍ରୋଧରେ ଜର୍ଜରିତ ହୋଇ ଯୀଶୁ ଖ୍ରୀଷ୍ଟଙ୍କୁ ଘେରିଗଲେ। କୋଉଠିକି? ପର୍ବତର ତୀଖ ସ୍ଥାନକୁ ଘେରିଗଲେ ପ୍ରାଣରେ ମାରିଦେବା ପାଇଁ। ଏହି ସେ ନାଜରିତର ଲୋକମାନେ। ପ୍ରେରିତ ପୁସ୍ତକ 24:5 ପଦକୁ ଯିବେ, ପାଉଲଙ୍କ ବିଷୟରେ ଲେଖା ଅଛି, ଏମାନେ ନାଜରିତୀୟ ଦଳର ଲୋକ, ବିଦ୍ରୋହର ପରିଚାରକ, ନାଜରିତୀୟ ଦଳର ଜଣେ ନେତା ବୋଲି ଆମେ ଜାଣିଛୁ। ହେଲେ ନାଜରିତରେ ଜଣେ ବି ଭଲ ଲୋକ ନଥିଲେ। ଦୁଷ୍ଟାମୀ ଲୋକମାନେ ଭରପୁର ହେଇଥିଲେ। ଯୋହନ 1:46 ପଦରେ ନିଥନିଏଲ ଏବଂ ଫିଲିପ ମଧ୍ୟରେ କଥାବାର୍ତ୍ତା, ସେଇଠାରେ ଲେଖା ଅଛି, ନାଜରିତରେ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହେଇପାରେ? ଏଥିରୁ ଜଣାଯାଏ ନାଜରିତରେ ଗୋଟେ ମଧ୍ୟ ଭଲ ବିଷୟ ନଥିଲା। ଏଥିରୁ ପ୍ରମାଣିତ ଯିଶା ଭବିଷ୍ୟତ ବକ୍ତାଙ୍କର ପୁସ୍ତକ 53 ଅଧ୍ୟାୟ 2 ପଦରେ, ସେ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢିଲେ। ନାଜରିତ ଏକ ଶୁଖିଲା ଭୂମି, ଶୁଷ୍କ ଭୂମି କହିଲେ ଅତ୍ୟୁକ୍ତ ହେବ ନାହିଁ। ସେହି ସ୍ଥାନରେ ଯୀଶୁ ଖ୍ରୀଷ୍ଟ ବଢିଲେ। ନାଜରିତରେ ଭଲ ବିଷୟ ଗୋଟେ ମଧ୍ୟ ନଥିଲା। ମୁଁ ଆପଣଙ୍କୁ ଜଣକ କଥା କହିବି, ଧୈର୍ଯ୍ୟ ସେ ଟିମର ପୁତ୍ର ବାର୍ଟିମ ନାମକ ଅନ୍ଧ ଭିକ୍ଷୁକ। ମାର୍କ 10:46-47 ପଦ ଆଡ଼କୁ ନେଇଯିବି। ସେ ପଥ ପାର୍ଶ୍ୱରେ ଭିକ୍ଷା କରୁଥିଲା। ସେ ଶୁଣିଲା କଣ ବୋଲି? এই যে ନାଜରିତୀୟ ଯୀଶୁ, ଏହା ସେ ଶୁଣିଲା। କିନ୍ତୁ ସେ ପ୍ରାର୍ଥନା କରୁଛନ୍ତି, ହେ ଦାଉଦ ସନ୍ତାନ ଯୀଶୁ, ମତେ ଦୟା କର। କି ଆଶ୍ଚର୍ଯ୍ୟ! ସେ ନାଜରିତୀୟ ଯୀଶୁ ଆସୁଛନ୍ତି ବୋଲି ଶୁଣୁଛନ୍ତି, ମାତ୍ର ପ୍ରାର୍ଥନା କରୁଛନ୍ତି, ଦାଉଦ ସନ୍ତାନ ଯୀଶୁ ଦୟା କର। ଲୋକ କହିଲେ, ତୁନି ଚୁପ୍ କର। ସେ ଆହୁରି ଅଧିକ ଚିତ୍କାର କରି କହୁଛନ୍ତି, ହେ ଦାଉଦ ସନ୍ତାନ, ମତେ ଦୟା କର। ସେ ତ ଶୁଣୁଛନ୍ତି ନାଜରିତୀୟ ଯୀଶୁ ବୋଲି, ଦାଉଦ ସନ୍ତାନ ବୋଲି ପ୍ରାର୍ଥନା କରୁଛନ୍ତି କାହିଁକି? ଆମେ ଜାଣି ରଖିବା ଉଚିତ, ସେ ସମୟରେ ପବିତ୍ର ଆତ୍ମା
ତାଙ୍କୁ ଚେତନା ଦେଲେ, ଚାଳନା ଦେଲେ। ରେ ଅନ୍ଧ, ସେ ନାଜରିତୀୟ ଯୀଶୁ ନୁହନ୍ତି, ସେ ଦାଉଦ ସନ୍ତାନ ଯୀଶୁ। ସେ ଦୁଷ୍ଟାମୀ ଲୋକମାନଙ୍କ ନେତା ନୁହନ୍ତି, ସେ ଦାଉଦ ସନ୍ତାନ ଯୀଶୁ। ସେଥିପାଇଁ ସେ ନାଜରିତୀୟ ଯୀଶୁ ବୋଲି ଶୁଣୁଥିଲେ ମଧ୍ୟ ଦାଉଦ ସନ୍ତାନ ଯୀଶୁ ବୋଲି ପ୍ରାର୍ଥନା କରୁଥିଲେ। ତେବେ ଆପଣଙ୍କ ମନରେ ପ୍ରଶ୍ନବାଚୀ ହେଇପାରେ, ବଡ଼ ବଡ଼ ଆନ୍ତର୍ଜାତିକ ପ୍ରଚାରକ ମାନେ ମଧ୍ୟ ନାଜରିତୀୟ ଯୀଶୁ ବୋଲି ପ୍ରାର୍ଥନା କରନ୍ତି, ଏକଥା ହେବ କେମିତି? ତାର ସନ୍ଦେହ ବାକ୍ୟ ଦ୍ୱାରା ହିଁ ଆମେ ସମାଧାନ କରିବା। ମୁଁ ଆପଣଙ୍କୁ ଦ୍ୱିତୀୟ ରାଜାବଳୀ 18 ଅଧ୍ୟାୟ 4 ପଦ ପାଖକୁ ନେବି। ହିଜକିୟ ରାଜାଙ୍କ ବିଷୟରେ ଆମେ ଦେଖୁଛୁ। ହିଜକିୟ ରାଜା ଯେତେବେଳେ ରାଜା ହେଲେ, ସେ କ'ଣ କଲେ? ଆଶେରା ମୂର୍ତ୍ତି, ମୂଷାଙ୍କ ନିର୍ମିତ ପିତ୍ତଳ ସର୍ପକୁ ଭାଙ୍ଗି ଉତ୍ପାଟନ କରି ଫୋପାଡ଼ି ଦେଇଥିଲେ। କେ ସେ? ହିଜକିୟ ରାଜା। ହିଜକିୟ ରାଜା ମୂଷାଙ୍କ ନିର୍ମିତ ପିତ୍ତଳ ସର୍ପ, ଆଶେରା ମୂର୍ତ୍ତିକୁ ସେ ଉତ୍ପାଟନ କରି ଫୋପାଡ଼ି ଦେଇଥିଲେ ହିଜକିୟ ରାଜା। ଆଉ ସେଇ ସ୍ଥାନରେ ସେ ପର୍ଯ୍ୟନ୍ତ ଇସ୍ରାଏଲ ମାନେ ତହି ଉଦ୍ଦେଶ୍ୟରେ ଧୂପ ଜଳାଉଥିଲେ। ସମସ୍ତେ କୁହନ୍ତୁ, ସେ ପର୍ଯ୍ୟନ୍ତ। ସେ ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ତାର ଅର୍ଥ ହିଜକିୟ ରାଜା ହେବା ପର୍ଯ୍ୟନ୍ତ ଇସ୍ରାଏଲ ଲୋକମାନେ ଧୂପ ଜଳାଉଥିଲେ। ତେବେ ଦାଉଦ ରାଜାଙ୍କ ସମୟରେ ଧୂପ ଜଳେଇଥିଲେ କି ନାହିଁ? ସେ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ଦାଉଦ ରାଜାଙ୍କ ସମୟରେ ଧୂପ ଜଳେଇଛନ୍ତି କି ନାହିଁ? ଜଳେଇଥିଲେ। ଜ୍ଞାନୀ ରାଜା ସଲୋମନଙ୍କ ସମୟରେ ଧୂପ ଜଳେଇଥିଲେ କି ନାହିଁ? ଜଳେଇଥିଲେ। ସେ ପର୍ଯ୍ୟନ୍ତ ଧୂପ ଜଳଉଥିଲେ। ଏ ସଦାପରଙ୍କର ମନର ମତ ବ୍ୟକ୍ତି ଜ୍ଞାନୀ ସଲୋମନ ରାଜା, ସେମାନେ ଧୂପ ଜଳଉଥିଲେ ମଧ୍ୟ ତୁନି ପଡ଼ି ବସି ରହିଥିଲେ। କାରଣ କ'ଣ? ତାର କାରଣ ଅଛି।